ପ୍ରୌଢ଼ ହାରଙ୍କ ଗଦାରେ ମନ୍ଦିର ଦ୍ୱାର ହେଉଛି ଭର୍ତ୍ତି। ସନ୍ତାସର ଆର୍ତ୍ତନାଦରେ ରହି ପଡୁଛି ମାନବତାର ଅର୍ଜୁନ ଏବଂ ସ୍ୱାର୍ଥର ଖୁଚୁରା ଦୋକାନରେ କିଲୋ ଦାମରେ ନିଲାମ ହେଉଛନ୍ତି ସମାଜ ସେବକ। ସ୍ୱାମୀ ସ୍ତ୍ରୀର ପବିତ୍ର ପ୍ରଣୟ ଭିତରକୁ ଧସେଇ ପଶି ଆସୁଛି ଉପଭୋକ୍ତାବାଦର ମଜା। ଠିକ୍ ସେତିକି ବେଳେ ଏ ଆଜିର ଏ ଯୋଉ ଅନୌପଚାରିକ ଆୟୋଜନ ଏ ଯେମିତି ମତେ ମେଘମୁକ୍ତ ଆକାଶରେ ନୈସର୍ଗିକ ନୀଳିମାର ଗୋଟେ ନିଆର ନିମନ୍ତ୍ରଣ କରି ଲାଗୁଛି। ଧନ୍ୟବାଦ। ସେଇଥିପାଇଁ ହୁଏତ ଭରଦ୍ୱାଜ ଲେଖି ଦେଇଥିଲେ, ପୀଡ଼ିତ ଲେଖନୀ କୋଟି ମନେ ଦେବେ ନପାରେ ଫୁଟାଇଥିଲେ, ନବପ୍ରଭାତର ରକ୍ତ କରବି ଛବି ଗନ୍ଧରାତାର ଗାଇବ ଉଚ୍ଚେ ସମ୍ଭ୍ରମେ ନଈ ମଥା। ଆଜିଠାରୁ ବହୁ ବର୍ଷର ପରେ ଅନାଗତ ଯୁବ କବି। କବିମାନେ ସବୁବେଳେ ଚିର ସବୁଜ ଏବଂ ଯୁବକ, ସେଇ ଯୁବ କବିମାନେ ହଉଛି ଆପଣମାନେ। ତେଣୁ ଯେତେବେଳେ ଏଇ ଅସ୍ମିତା କଥା ଜିଲ୍ଲାପାଳ ମହୋଦୟ କହିକି ଗଲେ ପକ୍ଷ ହବ, ଇଏ ଗୋଟେ ଓଡିଆ ଅସ୍ମିତା ଯେ ଆମେ ତାକୁ କୋଉ ଭାବରେ ବୁଝନ୍ତି, ତାକୁ ଗୋଟେ ରାଜନୈତିକ ସ୍ଲୋଗାନ କବି, ମାଟିର କବି, ଛଡ଼ର ଇଗର କବି ସଚି ରାଉତରାୟ। ନୁହେଁ ବନ୍ଧୁ ନୁହେଁ ଏହା ଚିତା, ଏ ଦେଶ ଟିଭିର ତଳେ ଏ ଅଲିଭା ମୁକତି ସଳିତା। ନୁହେଁ ଏହା ଚଳିଯିବା ପାଇଁ, ଏହାର ଜନ୍ମ ଏଠି ଜାଣି ପଡି ଦେବାକୁ ଶିଖାଏ। ଏ ଶିକ୍ଷା ଦେଇଛି ଆଜି ଇତିହାସ ହାତ ଟେକି ଧାନ, ଶତାବ୍ଦୀର ଶ୍ରେଷ୍ଠ ଫଳ ମୁକୁଳିତ ମୃତ୍ୟୁହୀନ ପ୍ରାଣ। ନିରନ୍ନୟ ଜନତାକୁ ଦେଇଛି ଏ ପାହାଡ଼ ଚାଳକ, କ୍ଷୁଦ୍ର ଏକ ନାଉରି ବାଳକ। ଆସିବାକୁ ଏ ଦେଶର ଧରି ପିଢ଼ି ନାହିଁ ଖାଟେ ନା ଲାଭ ପାଣି ये अमरपाली नदी विद्रोह इतिहास जानिब दुर्दाନ୍ତ ବେଳକୁ ହେଇଥିଲା ଯୋଉଠି ଭଦ୍ର ରକ୍ତତୀର୍ଥ ହିରୋ ଯୋଉଠି 29 ଜଣ ଶହୀଦ ହେଇଥିଲେ ଏବଂ ସର୍ବ ସୁଖ ତରାଇ 13 ବର୍ଷର ସେ ହେଠି ଶହୀଦ ହେଇଥିଲେ। ସେଇ ଯୋଉ ସେ 1942 ମସିହାରେ ହେଇଥିଲା ଏବଂ ଏଇ କଥା କହିବାର ଅବକାଶ ଇତିହାସ ଅବଧାନ କରିବା ପାଇଁ ଏହାର ପୃଷ୍ଠଭୂମିର ଯୋଉ ବଳିଷ୍ଠ ଭୂମିକା ଥିଲା ସେ ଥିଲା ଗୋଟେ କବି। ସେ କବି 38 ମସିହାରୁ ସେ କବି ଥିଲେ, କିନ୍ତୁ ସେ ଯୋଉ ପ୍ରଭାବରେ ସେ ହେଉଛନ୍ତି ଚାରଣ କବି ବାଞ୍ଛାନିଧି ମହାନ୍ତି ଏବଂ ସମଗ୍ର ଭାରତ ବର୍ଷରେ ଏବଂ ବୋଧହୁଏ ସମଗ୍ର ପୃଥିବୀରେ ଗୋଟେ ଦୁର୍ଦ୍ଦଶ ଏବଂ ନୃଶଂସ ଏକଦମ ଧ୍ୱଂସକାରୀ ଇଂରେଜ ଶାସନ କାଳରେ ଯେ ପୃଥିବୀକୁ କବ୍ଜା କରିଥିଲା ତାର ନିଷ୍ଠୁରତା ବଳରେ ନୃଶଂସତା ବଳରେ ସେତେବେଳେ ତାଙ୍କରି ଅଧୀନରେ ଥିବା ଗୋଟେ ସ୍ୱତନ୍ତ୍ର ଭୂଖଣ୍ଡକୁ ଗୋଟେ କବି ନାମରେ ନାମ ଦେଇଛି ସମଗ୍ର ପୃଥିବୀରେ ବାଞ୍ଛାନିଧି ଚକଲା। କମଳା ପ୍ରସାଦ କର ଯାହାର ନେତୃତ୍ୱ ନେଇଥିଲେ ମହାନ୍ତି ଥିଲେ, ସ୍ୱତନ୍ତ୍ର ରାଜ୍ୟ ଏଠି ହେଇଥିଲା। ସେ ହଉଛି ଗୋଟେ କବିଙ୍କ ନାଁରେ। ଏଇ କଥା ଆମର ପିଲାଙ୍କୁ ଇତିହାସ ବହିରେ କାହିଁକି ପଠାଉ, ତେଣୁ ଆମେ ତାକୁ କବିତା ଆମେ ତାକୁ ଆଣିବା। ତେଣୁ ମୁଁ ଆଉ ବିଶେଷ ସହାରିକା ଦାସ କୁଳିର ବ୍ରାହ୍ମଣ ଘରର ଝିଅ, ଯେ ଗୋଟେ ମେଧାବୀ ଛାତ୍ରୀ ଆମ ଗାଁର ଏବଂ ତାର ବାପା ସେ ଜଣେ ସେଇଭଳି ପଣ୍ଡିତ ଏବଂ ତାଙ୍କର କିଛି ଗାର୍ବିକ ଦକ୍ଷତା ଅଛି। ସେ ସଂସ୍କୃତରେ ପଣ୍ଡିତ, ଓଡ଼ିଆରେ ସେ ପାରଙ୍ଗମ। ଯେତେବେଳେ ବୈଷୟିକ ଟେକ୍ନିକାଲ ନଲେଜ କି IIT ହବ କି ଇଞ୍ଜିନିୟର ହବ କି ଡାକ୍ତର ହବ ଏଇଭଳି ଆମ ବାପା ମାନେ ଆମେମାନେ ଚାହୁଁଛୁ, ସେତେବେଳେ ସେ ଯୋଉ ପାରମ୍ପରିକ ଢଙ୍ଗରେ ସେ ତାର ଝିଅକୁ ଗୋଟେ ଓଡ଼ିଆ ବୋହୂ, ପ୍ରକୃତ ଓଡ଼ିଆ, ଗୋଟେ ଓଡ଼ିଆ ମା, ଗୋଟେ ଶକ୍ତ ଓଡ଼ିଆଣୀ କରିବା ଲକ୍ଷ୍ୟରେ ସେ ସେଥିରେ ମେଧାବୀ ଛାତ୍ରୀ ହୋଇଥିଲେ ବି ତାକୁ ନ କରିକି ସେ ପାଣି ବିହାରରେ ତାକୁ ଓଡ଼ିଆ ଏବଂ ସଂସ୍କୃତରେ ତାକୁ ପାଠ ପଢ଼େଇଲେ। ଓଡ଼ିଆରେ ଯେତେବେଳେ ପାଠ ପଢ଼େଇଲେ ତାକୁ ସଂସ୍କାର ଦେଇକି ସଂସ୍କାର ସହିତ ତାକୁ ଯୋଉ ପୁଣ୍ୟ ତାକୁ ଦେଇକି ଗଲେ ସେଇଭଳିଆ କବିତା ଲେଖୁଥିଲେ। ସିଏ ଯେତେବେଳେ 6 ମାସ 8 ମାସ ବର୍ଷେ ଏମିତି ଗଲେ ସେଠି ସବୁ ବ୍ୟୁଟି ପାର୍ଲର ମଲ୍ ଏବଂ ଆମର ବାହାର ସେ ଯୋଉ ସଂସ୍କୃତି ସେ ସବୁ ତାଙ୍କ ସାଙ୍ଗରେ ମିଶିଲା। ତାକୁ ବାପା ଯଦି ସ୍ପଣ୍ଟାନିୟସ୍ ଓଭରଫ୍ଲୋ ପାୱାରଫୁଲ ଫିଲିଂ ହଉଛି କବିତା ଯୋଉଟା ଆସିବ ଉଚ୍ଛ୍ୱାସ ତାର ଭିତରୁ ଯୋଉ ବିକିରଣ ହେଲା, ସେ ଯୋଉ କବିତା ଲେଖିଲା ସେ ପାଣି ବିକାଶ ଯୋଉ ପତ୍ରିକା ବାହାରେ ତାଙ୍କର ଜାଣିଥିବେ, ସେ ପାଣି ବିକାଶ ପତ୍ରିକା ସେ ହଟକେକ୍ ଭଳିଆ ସେ ବିକ୍ରି ହେଲା ଏବଂ ଚାରିଆଡେ ହେଲା ନା ହେଇଗଲା। କିଏ କବିତା ଥିଲା ବାପାଙ୍କ ଚିଠି, ବାପାଙ୍କୁ ସେ ଚିଠି ସେ ଯୋଉ ଅନୁଭବରୁ କବିତା ଲେଖିଥିଲା। ତା ବାପା କହିଥିଲେ ଅନୁଭବ ଅନାହତ ଚକ୍ରର କଥା, ସେ ଅନାହତ ଚକ୍ରରେ କଣ ଆପଣ ମାନେ ପଛରେ ବୁଝିଲେ। ତେଣୁ ସେ ଯୋଉ ଲେଖିଲା ବାପାଙ୍କୁ ଚିଠି କଣ, ବାପା ତାକୁ ପୁଣ୍ୟ ଯୋଉ ଦେଇଥିଲେ
कहला सही हेउ नाही पुण्यर भार काढिनिय विधि काढिनिय बहु काल परे कृष्णा राति रे पापा आदिवासी महब ये ला ये कविता ये तो हट टैग होया लिखलेला ना भी बोल दिया कौन कविता ले आपण जेमती एबे सब देखते यू आर पासवर्ड टू माय हार्ट ओ डार्लिंग यू आर इनसाइड माय हार्ट बहुत किछ हे जाउ पडा के तोडा तेणु से भी बहुत है चलला गोटे युवक सहित ए मेधावी जड़े सहित गोटे प्रेम संपर्क प्रेम संपर्क जो गढ़ी उठला से युवक जो फाइना लुहर कविता बुकुर नीरव भाषा तुम्हें कि बुझीच भल पाइबाटा केते गभीर निशा तुम्हें कि चाखीच भल पाइबार महु प्रेमिका हबारे केते मजा थाए मजा मिलिबो कि होई गले तापौ हमरा प्रिया पूर्वासना सिंदूरा फटी थी किछि गोटे मोळीला बेले किछि गोटे पुष्पित होछि पुरातन परे देखो लागिलारी अजस्र शिउली लेखिबनी आउ प्रेम चिठी मोठी करा जाई बदली रे कवि केकरा मते अटे सजने रे काई दिव्य गणन रेखा मन मंदिर अंतर तळे साहित्य रखसे रुका बाहु बंधन इंधन ताहा नुहे स्निग्ध स्नेह तैले करुता अहर के लागै प्रेम मुक्तिर प्रकाशन आत्मार स्फुरण प्रेम चाहे ना प्रभुत्व प्रेम चाहे सेवक से होची प्रेम जो त्याग कथा कइले साहित्य होची से प्रेमर कथा से से त्याग त्याग जदि नाही है कि साहित्य नाही कविता नाही तेणु आमे से जो त्याग को जदि प्रकृत त्याग हम बुझी पाइबे नहीं आमे कविता जेमति करिया पड़िबो तेणु देखिबो तो वर्तमान जो आम जो व्यक्ति राजा राजुना रहिता पत्र महानंद रे गरीब खाउ चाटी आउ सब कथा मुखेर धरिबा भल एटी चोर जदे आसे डकायत तळ मुची पहुंची राति काले हेउटी सकाळ जुडु बुडु एटी रक्ताक्त भूगोल ओहि सापिकर छाती रे पडुची ढेला एथिर नफसी बहु रात तमे काटुना रास्ता सोई गला बापु लागता प्रेम जो प्रेम कथा कहउची लेखा होची मु गोटे पढिथिली फेसबुक रे जण पढ कभी ना कहला आमे कथा नै ते लेखि जदी मो प्रेमिका काग तळे घास छण भल मो प्रेमिका मु आ सेटा कहि पारे ये बहुत कमेंट बहुत दिए कितने नायक रे जो कविता गोटे दिन कमेंट नाही से बोल कर तो क्या कर बहुत कमेंट आ अपनी जियो पिला लेडीज को कमेंट ये होती है अरे देखिबो तो जदी प्रेम कर मुग सुंदरी न भरी रे रच रसन परि नृत्य तब भुज बंदरी बंधे कि उरज रहे सुप्तम तब कुआला हर सबरे तबे जगरे हरि तो आनंद रे हो नदी रे तोतर की पुड़ी मोदिरा बस माटी रो कहानी कहला सखी तोपा दे मोकटी विनोदी तोर कंठ तापरे मोळे ते संध्यार वाला ये बड़ प्रेम कविता रे प्रात्मक कथा नाही भारी भलो लागे प्रियतमा तुमे संदेह जेबे कर भाव काळे मने आनंद प्रेम पड़ी करिबी तुमको पर दूरी की मन को संदेह सिना नीरवते जोगी रखे छाती तले थिबा अपुहा कथा को अति गोपन रे बाटे मन सह मन मिस जाए दिले हराई बाडर भारी भलो लागे प्रियतमा तुमे संदेह जेबे मोए का निया स्वप्न देखिबी तुम पाई निरिबाकी शेष सज्जा म सजाइब तुमे सिगारी रचिदी बाकी इच्छाई बहासी बोल काटर कहळ वेदना किए नई छाई आसु तो अंधार मते चिन्हिब नाही किए बेडे बेडे डाके फल पाइबाटा होइबी बबदे बाकी ए जन्म र अश्रु आसारी आर जन्म र आकी आकी रही दी बबाट मछि तारे बांक कहानी केते नई आसु तो नीर नीर पता नई आर पटक केते तुमे घास फुला तुम कोनटा काकर जिते आए भाता अफेरा हमर पाद चिन्ह रे अमरा बाटर आशा धरा पत्र र पौष रे हम खरा र खंडी उडा बाहुडा बेडर ओरिसा को आसे वर्षा ये तेणु मु तो भाषण कथार कि माने ये कोनी कविता कथा दे दो तेणु यही होची चालची तेणु देखि जति भाई जाति इतिहास आद्य काल के जाति मस्तक सूर्य ढालती उदय भानुर रश्मि आत्म जग काटे केंद्रित करी अनंत मन अक्षय स्तंभ पर देउची बस्ती सुनि छाती केबे केउटी केका सैक तरणि रे कृष्णत्व देखि स्वप्न रे सुखा केउ जाति जय देव गीत गोविंद अमृत भरी दिए जाति प्राण वित्त भास्कर बुद्धिवंत विजाति संत भरे पढ़ी जो केबे के जाति नयन सागर उर्मिर स्फटिक नीलापे लक्ष्य करिति विष्णु अनंत शयन शेष शैल भाषा अनादि करणे सर्वांत करणे समर पिछि देवपन सुनि छाती केबे केउटी केकारे हातन थाइबी विजय नबिति न्यायोचित भावे सफल करिति कांतीर अभिधान वैवाहिक सूत्र क्षमा दान करी क्षमार सागर क्षुण्ण रखिति बड़ ठाकुरर मान सुनि छाती केबे पढ़ी छाती केबे केबे पृष्ठारे के जाति जनता स्वीकृति
ସ୍ୱୀକୃତି ଦେଇଛି ଗାଈର ତାକୁ ସିଧା ଘେନିବାକୁ ଚକ୍ରବର୍ତ୍ତୀର ମୁକୁଟ ରୂପରେ ଭାଷା ଗୁଣର ପୂଜାରୀ ମହାନତା ପାଶେ ଜାତି ଧର୍ମ ବର୍ଣ୍ଣ ସଂକୀର୍ଣ୍ଣତା ସବୁ ଛୋଟ କହୁଛନ୍ତି ଆମେରିକାର ଗଣତନ୍ତ୍ର ପ୍ରତିଷ୍ଠା କରିବା କପିଳେନ୍ଦ୍ର ଦେବ କଣ ଗାଈ ଜଗୁଥିଲେ କିଏ ଦେଲା ତାକୁ ରାଜା ସେ ରାଜାର କହୁଥିଲେ ତାଙ୍କ ଗଣତନ୍ତ୍ରଟା କୋଉଠି ଏଇଠୁ ହେଇଛି ଗଣତନ୍ତ୍ର ତେଣୁ ଓଡ଼ିଆ ତେଣୁ ଭାଇମାନେ ମନ୍ଦିର କହୁଛି ଆଜି ଏ ଦିବସ ପ୍ରତିଟି ଅଧ୍ୟାୟ ପ୍ରତି ପରୀକ୍ଷା ପୂର୍ଣ୍ଣ ବର୍ଣ୍ଣାରୀ ଶେଷେ ଜିତିବ ସଂଗ୍ରାମୀ ସତ୍ୟ ଅନୁଗାମୀ ମହାକବିଙ୍କ ସଂଗ୍ରାମୀ ସତ୍ୟ ଅନୁଗ୍ରାମୀ ମହାସଂଗ୍ରାମର ଶେଷେ ଋଣିତ ନିନ୍ଦିତ ପଛକୁ ଆଗତ ତାଙ୍କ ପାଇଁ ଥିବା ବଜ୍ର ବିଜୁଳି ଧ୍ୱଂସର ଘର ଘଡ଼ି ସହାନୁଭୂତିରେ ବିଭୁ କୃପା ମାଗ ଚକ୍ର ଭାରତ ଧ୍ୱନିତ ହେଲାଣି ସତ୍ୟ ସଂଗ୍ରାମୀ ଲଢ଼ି ଆରେ ଚିରକାଳ ଯିଏ ଜିତିକି ଆସିଛି ସେ କିଏ ହାରିବ ଆଜି ହାରିବେ କାଳ ନଷ୍ଟ ଧର୍ମୀ ଦୁଷ୍ଟ ରାକ୍ଷସ ପାଜି ମୁଣ୍ଡ ଟେକୁଛି ଟେକିବ ସଦା ଦୁର୍ଜୟ ରଣ ରାଶେ ଜିତିବ ସଂଗ୍ରାମୀ ସତ୍ୟ ଅନୁଗାମୀ ମହାସଂଗ୍ରାମର ଶେଷେ ମୁହିଁ ତାହାର କବି ମୁହିଁ ତାହାର କଥାକା ମୁହିଁ ତାହାର କବି ମୁହିଁ ତାହାର କଥାକା ସୈନିକ ସଂଗ୍ରାମ ପାଇଁ ସୃଷ୍ଟି ମୋର ସତ ବିରାଟ ଝୁଙ୍କା କବିକ ସଂଗ୍ରାମ ପାଇଁ ସୃଷ୍ଟି ମୋର ସତ ବିରାଟ ଝଙ୍କା ତେଣୁ ଓଡ଼ିଆ ଆହ୍ୱାନ କରୁଛି ଜାଗ୍ରତ ନେତ୍ରେ ସେବା ଧର୍ମ ଧରି ଅଚିରେ ଅମ୍ଳାନେ ସମୃଦ୍ଧ କର ପୀଠ ତେବେ ସିନା ହେବ ଏ ଜାତିର ଟେକ ସତ୍ୟ ସନ୍ଧାନୀରେ ଉଠ ନୈଷ୍ଠିକ ବିପ୍ଳବୀ ଉଠ ଉଠ ଏ ସୈନିକ ଉଠ ରଖ ଜାତିମାନ ଟେକ ରଖ ଜଗନ୍ନାଥ ଟେକ ରଖ ଜଗନ୍ନାଥ ଟେକ ରଖ